ଯାଦବ ଜୟ ମାଧବ। ଆଜି ମହାବିଶୁବ ପଣା ସଂକ୍ରାନ୍ତି। ଇଏ ହେଉଛି ପବିତ୍ର ସଦାସ ତୋଟା ମେଳନ। ଏ ମେଳନରେ ଯେଉଁ ଆମ୍ବ ତୋଟା ହେଇଛି, ଆଜି ଦିନରେ ଯଦି ଏ ଆମ୍ବ ତୋଟାକୁ କରିବାକୁ ଚାଲିବେ ସରକାର, 50ଟା ଇଞ୍ଜିନିୟର ହେଲେ ବି ପାରିବେନି। କିନ୍ତୁ ସେ ପବିତ୍ର ସଦାସ ତୋଟାକୁ ସେଇ ସାଧୁ ସନ୍ଥ ସଦାସ ଗୋଟିଏ ରାତିକ ଭିତରେ ଏଭଳି ଭାବରେ ତୋଟା କରିଥିଲେ। ସେ ତୋଟାର ମହାତ୍ମା ହେଉଛି ଯୁଆଡ଼ୁ ବଣି ଆସିବ ସିଏ ହେଉଛି ଧାଡ଼ିରେ ଥିବ। 34 ବର୍ଷ ତଳେ ହେଲେ ଆମ ଯାଦବ ଭାଇମାନେ, ମାଧବ ଗୋଠର ଯାଦବ ଭାଇମାନଙ୍କ ଆନୁକୂଲ୍ୟରେ ଏଠି ଗୋଟେ ନହୁଡ଼ି ସୃଷ୍ଟି ହେଇଛି। ପ୍ରତିବର୍ଷ 15ଟି ନହୁଡ଼ି ମେଳ, ରାମତଳି, ଓଗାଳ ଆକୁ ନେଇକି ଆମର ପ୍ରଚେଷ୍ଟା ଜାରି ରହିଛି। ରୋହିତ କାଠୁଆ, ବାଗମରା, ନିଆଳି, କଟକ। ଏହା ନାମ ହେଉଛି ସଦାଦାସ ତୋଟା। ଏହା ହେଉଛି ପାରମ୍ପରିକ ନୃତ୍ୟ। ଆଜି ଲୋକକଳାର ନୃତ୍ୟର ମାନ୍ୟତା ପାଇଲାଣି। ଦୀର୍ଘ 42 ବର୍ଷ ହେଲା ଏ ଜାଗାରେ ଏ ନୃତ୍ୟ ପରିବେଷଣ ହେଉଛି। ଆମେ ପିଲା ଥିଲୁ, ଏ ଜାଗାରେ ନୃତ୍ୟ କରୁଥିଲୁ। ଆମର ବୟସ 60 ବର୍ଷ ହେଲେ ମଧ୍ୟ ଆମେ ଏ ଜାଗାରେ ଉପସ୍ଥିତ ରହୁଛୁ। ଧନ୍ୟବାଦ ଦେଉଛୁ ଏ ମାଧବର ଯେଉଁ ଆମର ଗୋପାଳ ସମ୍ପ୍ରଦାୟ ଏବଂ ଅନ୍ୟାନ୍ୟ ଜାତିକୁ ଆମେ ଧନ୍ୟବାଦ ଦେଉଛୁ। ଏଠାରେ ହଜାର ହଜାର ଲୋକ ଆଜି ଉପସ୍ଥିତ ହୋଇଛନ୍ତି। ଆଜି ପବିତ୍ର ପଣା ସଂକ୍ରାନ୍ତି, ଓଡ଼ିଆଙ୍କର ନବବର୍ଷ ଉପଲକ୍ଷେ ଏଠି ଭଗବତ ବାସୁଦେବଙ୍କର ମେଳନ ଅନୁଷ୍ଠାନ, ମାଧବାନ୍ଦିଉ ନନ୍ଦ ମହାପ୍ରଭୁଙ୍କର ସ୍ଥାନ। ଏଠାରେ ଆମ ଯାଦବମାନେ ଆଜକୁ 50 ବର୍ଷ ଧରି ଲଉଡ଼ି ଆଉ ଆମର ପରମ୍ପରାକୁ ଏଠି ବଜାୟ ରଖିଛନ୍ତି। ଆମମାନେ ଏଠି ସମସ୍ତେ ଏ ଅଞ୍ଚଳର ବାରଗାଦି ମେଳନ ଆଜିକୁ 50 ବର୍ଷ, ଦୀର୍ଘ 50 ବର୍ଷର ଅନୁଷ୍ଠାନ। ଇନ୍ଦ୍ରମଣି ବେହେରା ଦୀର୍ଘ ଦିନର ପରମ୍ପରା। ଏଟା ପ୍ରଥମ ଅନୁଷ୍ଠାନ, ଯେଉଁ ଲଉଡ଼ି ଅନୁଷ୍ଠାନ ଆରମ୍ଭ ହେଲା ହେଉଛି ପ୍ରଥମ। ଏଇଟା ଚାରିଛକ ଅଞ୍ଚଳ ଏବଂ ଆମର ଭୋଇଆ ଅଞ୍ଚଳ, ତାପଡ଼ା ଠାରୁ ଏପଟେ ଆଉ ନୂଆହାଟ ପର୍ଯ୍ୟନ୍ତ, ଏପଟେ ନିଆଳି ବ୍ଲକ, ଆମର ନିମାପଡ଼ା ବ୍ଲକ ଯାଦବ କୁଳ ଭାଇମାନେ ଆଜି ଏଠାରେ ମହା ଉପସ୍ଥାପନ କରିଛନ୍ତି। ଏ ସଦାବାବା ପୀଠରେ ଯେଉଁ 12 ଦୋଳ ବା ଭାଗବତ ଗାଦି ଏମାନଙ୍କୁ ନେଇ ଆଜି ସମସ୍ତ ଗୋପାଳ ଭାଇମାନଙ୍କୁ ନେଇ, ଦର୍ଶକମାନଙ୍କୁ ନେଇ ଆଜି ଯେଉଁ ମହାବିରାଟ ଆୟୋଜନ ଚାଲିଛି, ଏମାନେ ପୂର୍ବପୁରୁଷରୁ ଏମାନେ ଆୟୋଜନ କରି ଆସିଛନ୍ତି। ଆଜି ଆନନ୍ଦର ଉତ୍ସବ। ଏଇ ଯେଉଁ ମେଳନ ହେଉଛି, ଏ ସଦାବାବା ହେଉଛି ବହୁ ପୁରୁଣାତମ ବାବା ଥିଲେ। ଏଠି ପୁଣ୍ୟ ଉଦ୍ଧାର କରିଛନ୍ତି। ଏ ଆମ୍ବ ତୋଟା ଆଜି ବହୁ ପ୍ରାଚୀ କୂଳରେ ଅବସ୍ଥିତ।